ଈଶ୍ୱରଙ୍କ ବାକ୍ୟ ବାଇବେଲ ଲୁକ ସୁସମାଚାର 2 ପର୍ବରେ 7 ପଦରେ ଗୋଟିଏ ବିଶେଷ ଗୁରୁତ୍ୱପୂର୍ଣ୍ଣ ବିଷୟ ଲେଖାଯାଇଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଉପଲକ୍ଷେ ଆଜି ଡିସେମ୍ବର ମାସ 1 ତାରିଖ 2024 ମସିହାର ଶେଷ ମାସ ଏବଂ ଏହି ମାସକୁ ଆପଣ ବଡ଼ଦିନର ମାସ ମଧ୍ୟ କହିବାକୁ ପାରିବେ। ଖ୍ରୀଷ୍ଟଙ୍କର ଜନ୍ମ ଉଦ୍ଦେଶ୍ୟରେ ସମୁଦାୟ ପୃଥିବୀରେ ତାଙ୍କର ପ୍ରଶଂସା ମହିମା ଆରାଧନା ଉପାସନା କରିବା ପାଇଁ ପ୍ରସ୍ତୁତି ଚାଲିଛି ଏବଂ ବିଭିନ୍ନ ମଣ୍ଡଳୀମାନଙ୍କରେ ଗାଁ ଗହଳିରୁ ଆରମ୍ଭ କରି ସହରମାନଙ୍କରେ ବିଭିନ୍ନ ଜାଗାରେ ଲୋକମାନେ ପ୍ରଭୁଙ୍କର ସେବା ଆରାଧନା ଉପାସନା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ଲୋକମାନେ ପ୍ରଭୁଙ୍କର ମହିମା କରୁଛନ୍ତି। ଏପରି ଲେଖାଯାଏ 6 ଆଉ 7 ପଦରେ, ସେମାନେ ସେହି ସ୍ଥାନରେ ଥିବା ସମୟରେ ତାହାଙ୍କର ପ୍ରସବ କାଳ ଉପସ୍ଥିତ ହେଲା। ପୁଣି ସେ ଆପଣା ପ୍ରଥମଜାତ ପୁତ୍ର ପ୍ରସବ କଲେ ଏବଂ ତାହାଙ୍କୁ ଲୁଗାରେ ଗୁଡ଼ାଇ ଗୁହାଳ କୁଣ୍ଡରେ ଶୁଆଇଲେ, କାରଣ ବସା ଘରେ ସେମାନଙ୍କ ପାଇଁ ସ୍ଥାନ ନଥିଲା। 2ଟା ବିଷୟ ଲେଖାଇଛି ମୋର ଭାଇ ଭଉଣୀମାନେ, ସେହି ବିଷୟ ମୁଁ କହିବା ପାଇଁ ଚାହେଁ। ସେହି ସ୍ଥାନରେ ଥିବା ସମୟରେ, ଏଇ 2ଟା ବିଷୟ ବଡ଼ ଗୁରୁତ୍ୱପୂର୍ଣ୍ଣ। କେଉଁ ସ୍ଥାନରେ? ନାଇଁ, ବେଥଲେହେମରେ। କେଉଁ ସମୟରେ? ତାଙ୍କର ପ୍ରସବ, ତାଙ୍କର ଜନ୍ମ ହେବା ସମୟ ଥିଲା। ଆଉ ତଳେ ଲେଖାଯାଇଛି ସେମାନଙ୍କ ପାଇଁ ବସାଘରେ ଜାଗା ନଥିଲା। ଯେଉଁ ରାତ୍ର ପ୍ରଭୁ ଶ୍ରୀଖ୍ରୀଷ୍ଟ ଜନ୍ମ ହେଲେ ସେ ରାତ୍ର ତାଙ୍କ ପାଇଁ ବସା ଘରେ କୌଣସି ଏକ ଉପଯୁକ୍ତ ଜାଗା ନଥିଲା ଯେଉଁଠିକି ସେ ଜନ୍ମ ଲାଭ କରିପାରିବେ। ଆଜି ଏକ ଛୋଟ ପ୍ରଶ୍ନ ଆପଣଙ୍କ ପାଇଁ, ମୋ ପାଇଁ, ଖ୍ରୀଷ୍ଟୀୟ ମଣ୍ଡଳୀ ପାଇଁ। ଆମମାନଙ୍କର ବସା ଘରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜାଗା ଅଛି କି? ଆସମେ ଆମେ ନିଜକୁ ପ୍ରସ୍ତୁତ କରୁ ଯେପରିକି ପବିତ୍ର ଆତ୍ମାଙ୍କର ଉପସ୍ଥିତି ଦେଇ ଏବଂ ତାଙ୍କର ଅଭିଷେକ ଦେଇକି ସେ ଆମମାନଙ୍କ ମଧ୍ୟରେ ବାସ କରିବେ ଏବଂ ଆମମାନଙ୍କ ବ୍ୟକ୍ତି ଜୀବନରେ ଆଶୀର୍ବାଦ ଦ୍ୱାରା ଭରପୁର କରିବେ। ଆମେ ତାଙ୍କର ଉପସ୍ଥିତିକୁ ଉପଲବ୍ଧି କରିବା ସଙ୍ଗେ ସଙ୍ଗେ ଏହି ମାସଟା ମାନଙ୍କର କଟିଯିବ। ପ୍ରଭୁଙ୍କର ଅନୁଗ୍ରହ ହେଲେ ଆମେ ଏକ ନୂତନ ମାସରେ ନୂତନ ବର୍ଷରେ ପ୍ରବେଶ କରିବା। ଏଥିପାଇଁ ସମୁଦାୟ ବିଶ୍ୱ ମଣ୍ଡଳୀ ଯେପରି ପ୍ରସ୍ତୁତ ହେଉଛି, ଆମେ ମଧ୍ୟ ସେହି ପ୍ରକାର ବ୍ୟକ୍ତିଗତ ଭାବରେ ପାରିବାରିକ ଭାବେ ଏବଂ ଆମମାନଙ୍କର ସ୍ଥାନୀୟ ମଣ୍ଡଳୀ ହିସାବରେ ନିଜକୁ ପ୍ରସ୍ତୁତ କରିବା। ପ୍ରଭୁ ସମସ୍ତଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ।